ପାଟଣାରେ ଜାତି ଜନଜାତି ସମ୍ବାଦ ବୈଠକ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଶେଷ କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣାପାଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଥ ସାରଥୀ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାୟକ, ଉପାଧ୍ୟକ୍ଷ ପ୍ରବୀର ନାୟକ, ସାଂସଦ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଡିଓ ଶ୍ରୀ ଦଣ୍ଡପାଟ ସରକାରଙ୍କ ପକ୍ଷରୁ ଜାତି ଜନଜାତିଙ୍କ ପାଇଁ ମିଳୁଥିବା ସୁବିଧା ସୁଯୋଗ ସଂରକ୍ଷଣ ଉପରେ ସବିଶେଷ ସୂଚନା ଦେବା ପରେ ତହସିଲଦାର ଶ୍ରୀ ନାୟକ ଜାତି ଜନଜାତି ଜଙ୍ଗଲ ଜମି ଅଧିକାର ଓ ଅନ୍ୟାନ୍ୟ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀ ନାୟକ ଜାତି ଜନଜାତି ମାନଙ୍କ ପାଇଁ ଥିବା ସମ୍ବିଧାନର ନିୟମ ବିଷୟରେ ଅବତାରଣା କରିବା ସହ ବିଜେପି ସରକାର ଜନଜାତିଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଦେଶର ଶୀର୍ଷ ସ୍ଥାନ ଦେଇଥିବା ଉଲ୍ଲେଖ କରିଥିଲେ। ବିଧାୟକ ଶ୍ରୀ ନାୟକ ଓ ଅନ୍ୟ ଅତିଥିଗଣ ଜାତି ଜନଜାତିଙ୍କ ଉନ୍ନତି କଲେ ସରକାରୀ ଯୋଜନା, ସୁବିଧା, ଛାତ୍ରଛାତ୍ରୀ ଆଦି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏଠାରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଖାଦ୍ୟ ମେଳା, ଚାରା ପ୍ରଦର୍ଶନୀ କରାଯାଇଥିଲା। କାର୍ଯ୍ୟକ୍ରମରେ ବନ ବିଭାଗ ପ୍ରଦତ୍ତ ଶସ୍ୟ ଡ୍ରମ୍ ଓ ଉନ୍ନତ ଚୁଲା ହିତାଧିକାରୀଙ୍କୁ ବଣ୍ଟନ କରାଯିବା ସହ କାର୍ଯ୍ୟକ୍ରମରେ ଜାତି ଜନଜାତି ବର୍ଗର 2 ଜଣ ଶ୍ରେଷ୍ଠ ଖେଳାଳି, 2 ଜଣ ତୀରନ୍ଦାଜ, ଗୋଟିଏ ଅନୁସୂଚିତ ଜାତି SHGକୁ 50% ରିହାତିରେ 10 ଲକ୍ଷ ଟଙ୍କାର ଋଣ, ଗୋଟିଏ ଅନୁସୂଚିତ ଜନଜାତି ବର୍ଗର SHGକୁ 50% ରିହାତିରେ 2 ଲକ୍ଷ ଟଙ୍କାର ଋଣ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର 2 ଜଣ ଲେଖାଏଁ ମାଟ୍ରିକ ବ୍ଲକ ଟପର 11 ଜଣ ଲକ୍ଷପତି ଦିଦିଙ୍କୁ 2% ସୁଧ ହାରରେ 1 ଲକ୍ଷ ଟଙ୍କାର ଋଣ ଆଦି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସ୍ମିତା ବେହେରା, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଓ ମନୋଜ କୁମାର ପଣ୍ଡା, BSSO ଅଭୟ ଦେହୁରୀ, ଓଡ଼ିଶା ଜୀବିକା ମିଶନ ସଂଯୋଜିକା ସୁସ୍ମିତା ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଶିପ୍ରାରାଣୀ ମହାନ୍ତ, ଜମାଲୁଦ୍ଦିନ ଖାନ, ସୁରେଶ ଖଣ୍ଡା, APO ମଧୁସୂଦନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍, ସେୟାର କରିବାକୁ ଭୁଲନ୍ତୁ ନାହିଁ।